କ'ଣ ସତରେ ମାଛ ଭଜା ଖାଇଲେ ପ୍ରଭୁ ଜଗନ୍ନାଥ? ମହାପ୍ରଭୁ ଭକ୍ତ ବର୍ଷଳ ଅଟନ୍ତି, ତେଣୁ ସେ ସଦା ସର୍ବଦା ଭକ୍ତିର ଭୋକରେ ରୁହନ୍ତି। ଥରେ କୁର୍ମା ନାମକ ଜଣେ ବୃଦ୍ଧ ମହିଳା ଯେତେବେଳେ ପ୍ରଥମ ଥର ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ, ସେ ଦେଖିଲେ ଯେ ମହାପ୍ରସାଦରେ ଅନେକ ସୁସ୍ୱାଦୁ ଖାଦ୍ୟ ରହିଛି, କିନ୍ତୁ ମସଲା ରୋଷେଇ ଖାଦ୍ୟ ଗୋଟିଏ ବି ନାହିଁ। ଯେହେତୁ ସେ ଜଣେ ମାଛ ବିକାଳି ଥିଲେ, ସେ ଭାବିଲେ ପ୍ରଭୁ ଜଗନ୍ନାଥଙ୍କୁ ମାଛ ମଧ୍ୟ ଭୋଗ ଲଗାଇବା ଦରକାର। ସେ ଅତି ଯତ୍ନରେ ମାଛ ରୋଷେଇ କରି ତାକୁ କଦଳୀ ପତ୍ରରେ ଯତ୍ନରେ ବାନ୍ଧିଲେ ଏବଂ ଶ୍ରୀମନ୍ଦିରକୁ ଯାଉଥିଲେ, କିନ୍ତୁ ବ୍ରାହ୍ମଣମାନେ ତାର ବାସ୍ନା ଶୁଙ୍ଘି କୁର୍ମାଙ୍କୁ ମନ୍ଦିର ଭିତରକୁ ଛାଡ଼ିଲେ ନାହିଁ ଏବଂ କଦଳୀ ପତ୍ର ଖୋଲିବାକୁ କହିଲେ। ଯେତେବେଳେ କଦଳୀ ପତ୍ର ଖୋଲା ହେଲା, ସେ ବାସ୍ନା ସୁଗନ୍ଧରେ ପରିବର୍ତ୍ତନ ହୋଇଗଲା ଏବଂ କଦଳୀ ପତ୍ର ଭିତରୁ ମିଠା ପଣସ ବାହାରିଲା। ସେହି ଦିନଠାରୁ ଜଗନ୍ନାଥଙ୍କ ଭୋଗରେ ପଣସ ମଧ୍ୟ ଅର୍ପଣ କରାଯାଏ।